এটা এটা মহাপ্রভু জগন্নাথଙ୍କର ଜମି କେବଳ ପୁରୀରେ ନୁହଁ ସାରା ଓଡ଼ିଶାରେ ଅଛି। ଆମେ ଆମେ ଆପଣମାନଙ୍କର ଆଗରୁ କହିଥିଲି ଆଉ ଥରେ ବି କହିଦେଉଛି ଆଜି ଆମର ଯେଉଁ 7,000 7,500 କିସମର ଜମି ଥିଲା ସବୁ ଦେବଦେବୀଙ୍କର ଜମି ଅଛି, ସମଲେଶ୍ୱରୀଙ୍କର ଜମି ଅଛି। କାଗଜପତ୍ର ରେକର୍ଡ ରେଭିନ୍ୟୁ ରେକର୍ଡରେ ଲେଖା ହେଇଛି ସମଲେଶ୍ୱରୀ ଜମି, ପାଟମେଶ୍ୱରୀ ଜମି, ମାଣିକେଶ୍ୱରୀ ଜମି, ଆପଣ ବ୍ରହ୍ମପୁର ପଳେଇଗଲେ ଠାକୁରାଣୀ ଜମି, ଜଗନ୍ନାଥଙ୍କ ଜମି। ସେଥିରେ ଆମେ ଟିକେ ସୁବିଧା କରିବା ପାଇଁ ତାକୁ ସୁରକ୍ଷିତ ରଖିବା ପାଇଁ କେବଳ ଜଗନ୍ନାଥଙ୍କର ଜମି ଗୋଟେ କିସମ ରହିଛି 22ଟାରେ ଆମେ ରୂପାନ୍ତରିତ କଲୁ। ବାକି ଯେତେ ଦେବଦେବୀଙ୍କର ଜମି ଥିଲା ଭିନ୍ନ ଭିନ୍ନ ନାଁରେ ତାକୁ ଗୋଟିଏ ନାଁ ଦେଇଦେଲୁ ଆମେ ଦେବସ୍ଥଳୀ। ସେଥିରେ ପ୍ରକୃତରେ ଏଣ୍ଡୋମେଣ୍ଟ ଡିପାର୍ଟମେଣ୍ଟ ଅଧୀନରେ ଥିବା ଯେତେ ଜମି ଅଛି ତାକୁ ଜବରଦଖଲ ମୁକ୍ତ କରିବା ପାଇଁ ଏଣ୍ଡୋମେଣ୍ଟ ଡିପାର୍ଟମେଣ୍ଟ ଏବଂ ତାର ଅଧିକାରୀମାନେ ଅଛନ୍ତି। ଧାରା 68 ବୋଲି କହୁଛୁ ଏଣ୍ଡୋମେଣ୍ଟ ଆକ୍ଟ ଧାରା 68 ଧାରାରେ ହୁଏ। ରାଜସ୍ୱ ବିଭାଗ ମଧ୍ୟ ସେଥିରେ ସହଯୋଗ କରିବ। କିନ୍ତୁ ଜଗନ୍ନାଥଙ୍କର ଯେଉଁ ଜମି ଅଛି ସେଥିରେ ଟେମ୍ପଲ ଆଡମିନିଷ୍ଟ୍ରେସନ ପାଖରେ ଯେଉଁ କ୍ଷମତା ଅଛି ସେ କ୍ଷମତାରେ କେବଳ ସେମାନେ ଆଦେଶ ପର୍ଯ୍ୟନ୍ତ ଯାଇପାରିବେ। ଆଦେଶଟାକୁ କାର୍ଯ୍ୟକାରୀ କରିବାର ଯେଉଁ ଦାୟିତ୍ୱ ସେ ଦାୟିତ୍ୱଟା ରାଜସ୍ୱ ବିଭାଗ ନିଜକୁ ହାତକୁ ନେଇଛି ଏବଂ ସ୍ୱତନ୍ତ୍ର ସେଲ୍ ଡିପାର୍ଟମେଣ୍ଟ ଭିତରେ କରିଛି। ଏକ୍ଜାକ୍ଟ ପରିମାଣଟା ଆମେ ଡାଟାବେସ୍ କଲେକ୍ସନ କରୁଛୁ ଏବଂ ଥରେ ଡାଟାବେସ୍ କଲେକ୍ସନ କଲା ପରେ ଯେତିକି ଜମି ଉଦ୍ଧାର କରିବାର ଅଛି ତାର ରୋଡମ୍ୟାପ୍ ମଧ୍ୟ ଆମେ ପ୍ରସ୍ତୁତ କରୁ ଯେ କେତେ ଦିନ ଭିତରେ ତାକୁ କାର୍ଯ୍ୟଟାକୁ ସମାପ୍ତ କରିବୁ। ବୋଧେ ଏ ମାସ ଶେଷ ସୁଦ୍ଧା ତାର ଡାଟାବେସ୍ ମଧ୍ୟ ପ୍ରସ୍ତୁତ ହେଇଯିବ।